ଲୋକଙ୍କ ସରକାରର ଏହା ଦ୍ୱିତୀୟ ବଜେଟ୍। ଗତ ବର୍ଷ ଓଡ଼ିଶାବାସୀ ଏକ ଐତିହାସିକ ଓ ନିର୍ଣ୍ଣାୟକ ରାୟ ଦ୍ୱାରା ଆମ ସରକାରଙ୍କର ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଆମ ସରକାର ରାଜ୍ୟର ଐତିହ୍ୟ ଓ ଲୋକାଚାର ପ୍ରତି ସଯତ୍ନ ସମ୍ମାନ ପ୍ରଦାନ ସହ ଜନସାଧାରଣଙ୍କର ସୁରକ୍ଷିତ ଭବିଷ୍ୟତ ନିମନ୍ତେ ଦୃଢ଼ ପ୍ରତିବଦ୍ଧ। ଦ୍ରୁତ ପରିବର୍ତ୍ତନ, ଦ୍ରୁତ ଅଗ୍ରଗତି ଏବଂ ସର୍ବୋଚ୍ଚ ସ୍ତରର ସ୍ୱଚ୍ଛତା ପାଇଁ ଓଡ଼ିଶାବାସୀ ବହୁ ସଂଖ୍ୟାରେ ମତଦାନ କରିଥିଲେ। ସେମାନେ ଏପରି ସରକାର ଚାହୁଁଥିଲେ ଯାହାଙ୍କ ଉପରେ ସେମାନେ ସମ୍ପୂର୍ଣ୍ଣ ବିଶ୍ୱାସ କରିପାରିବେ। ଆମ ସରକାର ସେମାନଙ୍କର ଆଶା ପୂରଣ କରିବାରେ ଅହରହ ଉଦ୍ୟମରତ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଆମର ଜାତୀୟ ଅର୍ଥନୀତି କ୍ରମାଗତ ଭୂ ରାଜନୈତିକ ଅସ୍ଥିରତା ଏବଂ ନିମ୍ନ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ସମୟରେ ସମସ୍ତ ପ୍ରମୁଖ ବିଶ୍ୱ ଅର୍ଥନୀତି ମଧ୍ୟରେ ଦ୍ରୁତ ଅଭିବୃଦ୍ଧି ହାସଲ କରିପାରିଛି। 2024-25 ଆର୍ଥିକ ବର୍ଷର ଆକଳନ ଅନୁଯାୟୀ ବାସ୍ତବ ହିସାବରେ ଜାତୀୟ ଅଭିବୃଦ୍ଧି ହାର 6.4% ଥିବାବେଳେ ଆମ ରାଜ୍ୟ ଅର୍ଥନୀତି 7.2% ଅଭିବୃଦ୍ଧି ହାସଲ କରିବ। ମଧ୍ୟମ ଅବଧିରେ ରାଜ୍ୟ ଅର୍ଥନୀତି 8%ରୁ ଅଧିକ ହାରରେ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଆମ ସରକାର ଆମର ଦୂରଦର୍ଶୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ମୂଳମନ୍ତ୍ର ସବକା ସାଥ ସବକା ବିକାଶ ଅନୁଯାୟୀ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି, ଅଧିକ ନିଯୁକ୍ତି, ସୁଯୋଗ ସୃଷ୍ଟି ତଥା ସନ୍ତୁଳିତ ଆଞ୍ଚଳିକ ବିକାଶ ହାସଲ ପାଇଁ ପଦକ୍ଷେପ ନେଉଛନ୍ତି। ନିକଟରେ ଆମେ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ କରି ଆମ ସଂସ୍କୃତି, ଖାଦ୍ୟଶୈଳୀ ଓ ଐତିହ୍ୟକୁ ବିଶ୍ୱସ୍ତରରେ ପ୍ରଦର୍ଶିତ କରିଛୁ। ଉତ୍କଳ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଓଡ଼ିଶାକୁ କେବଳ ସୁଯୋଗର ଭୂମି ନୁହେଁ ବରଂ ପୁଞ୍ଜିନିବେଶର ଚରମ ଗନ୍ତବ୍ୟସ୍ଥଳ ଭାବରେ ଦର୍ଶାଯାଇଛି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ 20ରୁ ଅଧିକ କ୍ଷେତ୍ରରେ 593ଟି ପ୍ରକଳ୍ପ ମିଳିପାରିଛି, ଯେଉଁଥିରେ ମୋଟ 16,73,000 କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରହିଛି, ଯାହାଦ୍ୱାରା ଆମ ଯୁବବର୍ଗଙ୍କ ପାଇଁ 12,88,000 ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର 30ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ, ଯାହା ସମସ୍ତ ଜିଲ୍ଲାର ସମତୁଲ ପ୍ରଗତି ପାଇଁ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି। ଆମ ସରକାର ସମୃଦ୍ଧ ଓଡ଼ିଶା 2036ର ଯାତ୍ରା ଆରମ୍ଭ କରିଛନ୍ତି, ଯେଉଁ ସମୟରେ ଆମେ $500 ବିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ ହେବାର ଆଶା ରଖିଛୁ। ବିକଶିତ ଓଡ଼ିଶା ପାଇଁ ଆମର ଦୃଷ୍ଟିକୋଣ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ରଣନୀତି ଉପରେ ଆଧାରିତ। ଆମେ ଓଡ଼ିଶାକୁ ବିକଶିତ ଭାରତ 2047ର ଅଭିବୃଦ୍ଧି ପାଇଁ ଏକ ଇଞ୍ଜିନ ଭାବରେ ପରିକଳ୍ପନା କରିଛୁ। ଆମେ 2047 ସୁଦ୍ଧା 1.5 ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି ହେବାକୁ ଆଶା ରଖିଛୁ। ସରକାର ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରିବା ପାଇଁ ଏକ ସାମଗ୍ରିକ ରଣନୀତି ପ୍ରସ୍ତୁତ କରିଛନ୍ତି ଏବଂ ଏହି ବଜେଟ୍ରେ ସେଥିମଧ୍ୟରୁ କେତେକ ପଦକ୍ଷେପକୁ ରୂପରେଖ ଦିଆଯିବ। ଓଡ଼ିଶାର ବିକାଶ ସହିତ ଆମେ ସହରୀକରଣ ଯୋଜନା କରିବୁ, ଯାହା ଅଭିବୃଦ୍ଧିର ଇଞ୍ଜିନ ଭାବରେ କାର୍ଯ୍ୟ କରିବ। କୃଷି ଆୟ ବୃଦ୍ଧି ପାଇଁ ସର୍ବାଧିକ ଚାଷ ଜମିକୁ ଜଳସେଚନ ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯିବ। ଭାରତ ସରକାରଙ୍କର ସହାୟତାରେ ରାଜ୍ୟରେ ସଡ଼କ, ରେଳପଥ ଏବଂ ବିମାନ ବନ୍ଦର କ୍ଷେତ୍ରର ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ସୁଦୀର୍ଘ ଉପକୂଳ ଓଡ଼ିଶା ପାଇଁ ଏକ ସୁଯୋଗ। ଏହି ସୁଯୋଗର ଉପଯୋଗ ଦ୍ୱାରା ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା କରି ଆମେ ବନ୍ଦର ଭିତ୍ତିକ ବିକାଶ ଉପରେ ଗୁରୁତ୍ୱ ଦେବୁ, ଯାହାଦ୍ୱାରା ଆମେ ଆନ୍ତର୍ଜାତୀୟ ସପ୍ଲାଇ ଚେନ୍ ସହିତ ଯୋଡ଼ି ହୋଇପାରିବୁ। ଏହା ଅର୍ଥନୈତିକ ଅଭିବୃଦ୍ଧି ସହିତ ଅନେକ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ। ଆମେ ବୟନ ଶିଳ୍ପ, ପୋଷାକ ତିଆରି, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଭଳି ଅଧିକ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ଏବଂ ନୂତନ ଯୁଗର ଶିଳ୍ପ ଉପରେ ଗୁରୁତ୍ୱ ଦେବୁ। ରାଜ୍ୟରେ ଏକ ଦକ୍ଷ ଏବଂ ଉଚ୍ଚଶିକ୍ଷିତ ଶ୍ରମଶକ୍ତି ରହିଛି ଏବଂ ଆମେ ସ୍କିଲ୍ଡ ଇନ୍ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ
ସ୍କିଲିଂ ଫର୍ ଦ ୱାର୍ଲଡ ଭାବରେ ପ୍ରତିଷ୍ଠିତ କରିବୁ। ସେବା କ୍ଷେତ୍ରରେ ସରକାର ଆଇଟିଇଏସ୍ ଏବଂ ଗ୍ଲୋବାଲ କ୍ୟାପାବିଲିଟି ସେଣ୍ଟର ବୃଦ୍ଧି ଉପରେ ଗୁରୁତ୍ୱ ଦେବେ ଏବଂ ରାଜ୍ୟର ଟିଅର 2 ଏବଂ ଟିଅର 3 ସହର ଉପରେ ମଧ୍ୟ ଧ୍ୟାନ ଦେବେ। ଆମ ସରକାର ସୁଭଦ୍ରା ଭଳି ବିଭିନ୍ନ ଯୋଜନା ଦ୍ୱାରା ନାଗରିକମାନଙ୍କର ପାଇଁ ଏକ ସୁଦୃଢ଼ ସାମାଜିକ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଛନ୍ତି। ମେଧାବୃତ୍ତି, ଭତ୍ତା ବୃଦ୍ଧି ଏବଂ ମଧ୍ୟାହ୍ନ ଭୋଜନ ଯୋଜନାରେ ଅଧିକ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଅଧିକ ଅର୍ଥ ବରାଦ କରାଯାଇଛି। ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ଦ୍ୱାରା ଆମେ ଏକ ଦକ୍ଷ ଏବଂ ସୁସ୍ଥ ସମାଜ ସୁନିଶ୍ଚିତ କରିବୁ, ଯେଉଁମାନେ ଆମ ରାଜ୍ୟର ଅଭିବୃଦ୍ଧିରେ ଯୋଗଦାନ କରିପାରିବେ। ରାସ୍ତାଘାଟ, ପକ୍କା ଘର, ବିଜୁଳି, ପାନୀୟ ଜଳ, ଟେଲିକମ୍ ସେବା, କ୍ରୀଡ଼ା ଭିତ୍ତିଭୂମି ଓ ଅନ୍ୟାନ୍ୟ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ଏବଂ ସମସ୍ତଙ୍କ ପାଇଁ ଜୀବିକା ସୁଯୋଗ ପ୍ରଦାନ କରି ଜୀବନ ଧାରଣର ମାନରେ ଉନ୍ନତି ଆଣିବା ପାଇଁ ଗ୍ରାମାଞ୍ଚଳରେ ଅଧିକ ପୁଞ୍ଜିନିବେଶ କରିବୁ। ଆମର ଲକ୍ଷ୍ୟ ଉଚ୍ଚାକାଂକ୍ଷୀ ତଥାପି ହାସଲଯୋଗ୍ୟ। ଆମେ କଠିନ ପରିଶ୍ରମ କରିବୁ, ଆମେ ଏକାଠି କାମ କରିବୁ ଏବଂ ଆମେ ଆମର ଲକ୍ଷ୍ୟ ହାସଲ କରିବୁ। ଚାଣକ୍ୟଙ୍କର ନୀତି ସୂତ୍ର ମଧ୍ୟ କହେ, କାର୍ଯ୍ୟ ପୁରୁଷ କରେଣ ଲକ୍ଷ୍ୟମ ସମ୍ପାଦୟତି, ଅର୍ଥାତ୍ ଦୃଢ଼ ମାନବ ପ୍ରୟାସ ଦ୍ୱାରା କାର୍ଯ୍ୟ ନିଶ୍ଚିତ ରୂପେ ସମ୍ପନ୍ନ ହୋଇଥାଏ।